ବିଜୁ ଜନତା ଦଳରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ରଞ୍ଜନ କୁମାର ଗିରି। ସୂଚନା ଅନୁସାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ବସ୍ତା ନିର୍ବାଚନ ମଣ୍ଡଳୀର ଲଙ୍ଗଳେଶ୍ୱର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବେତଗଡ଼ିଆ ପଞ୍ଚାୟତର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଜି ବରିଷ୍ଠ କଂଗ୍ରେସ ନେତା ବେତଗଡ଼ିଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ରଞ୍ଜନ କୁମାର ଗିରି, ପୂର୍ବତନ ୱାର୍ଡ ମେମ୍ବର ଲକ୍ଷ୍ମୀଧର ମହାନ୍ତି, ଅଶୋକ କୁଲାରୀ, ତାପସ କୁମାର ପାତ୍ର, ସୃଷ୍ଟିଧର ମହାନ୍ତି ଓ ତାଙ୍କ ସମର୍ଥକଙ୍କ ସହ ଆଜି ସକାଳେ 10ଟା ସମୟରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ବିଜୁ ଜନତା ଦଳର ଉତ୍ତରୀୟ ଦେଇ ଦଳରେ ସ୍ୱାଗତ କରିଥିଲେ। ଏଥିରେ ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ଦାସ ସଭାପତିତ୍ୱ କରୁଥିଲେ। ଉପସ୍ଥିତ ଥିଲେ ଜିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ର, ବାଲିଆପାଳ ବ୍ଲକ ଛାତ୍ର ସଭାପତି ସୁଶାନ୍ତ ବେହେରା ଉପସ୍ଥିତ ଥିଲେ। ଉକ୍ତ ମିଶ୍ରଣରେ ଦଳ ଆଗାମୀ ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ଶକ୍ତିଶାଳୀ ହେବ ବୋଲି କହିଛନ୍ତି ନେତୃତ୍ୱ ମଣ୍ଡଳୀ। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର। ସମସ୍ତଙ୍କୁ ଜୁହାର। ମୁଁ ଆଜି ବିଧିବଦ୍ଧ ଭାବେ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଛି ଏବଂ ମୋ ସାଥିରେ ମୋର ସାଥୀ ଭାଇମାନେ ବି ଆଜି ଆସିଛନ୍ତି ସ୍ୱଇଚ୍ଛାରେ ବିଜୁ ଜନତା ଦଳରେ ଆଜି ଯୋଗ ଦେଉଛନ୍ତି। ଆଗାମୀ ଦିନରେ ଆମେ ବେତଗଡ଼ିଆ ପଞ୍ଚାୟତରେ ବହୁତ ଭୋଟରେ ବିଜୁ ଜନତା ଦଳର ଆମର ଏମ୍ଏଲ୍ଏ ପ୍ରାର୍ଥୀ ସୁଭାଷିନୀ ମ୍ୟାଡ଼ାମଙ୍କୁ ପ୍ଲସ୍ ଆମର ଏମ୍ପି ପ୍ରାର୍ଥୀ ଲେଖାଶ୍ରୀ ମ୍ୟାଡ଼ାମଙ୍କୁ ଆମେ ଜିତେଇବୁ। ଏଇଟା ଆଜି ଠାରୁ ଆମର ରହିଲା ଏଠି ଦୃଢ଼ ସଂକଳ୍ପ। ନିର୍ବାଚନ ମଣ୍ଡଳୀ ବାଲିଆପାଳ ବ୍ଲକର ବେତଗଡ଼ିଆ ପଞ୍ଚାୟତର ଶ୍ରୀଯୁକ୍ତ ରଞ୍ଜନ ଗିରି ମହୋଦୟ ଏବଂ ତାଙ୍କ ସହିତ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଆଜି କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବରେ ସାମିଲ ହେଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ତାଙ୍କୁ ସ୍ୱାଗତ କରିବା ଏବଂ ଆଶା କରିବା ଆମେ ସମସ୍ତେ ମିଶି ଏବେକାର ନେତୃତ୍ୱ ଏବଂ ଯେଉଁ ବନ୍ଧୁମାନେ ଆଜି ରଞ୍ଜନ ବାବୁ ଏବଂ ତାଙ୍କର ସହଯୋଗୀମାନେ ଆସିବେ ସମସ୍ତଙ୍କୁ ଯଥାଚିତ ସମ୍ମାନ ଦେଇ ତାଙ୍କର ଏହି ଲୋକମାନଙ୍କୁ ଯଥାଚିତ ସମ୍ମାନ ଦେଇ ଆମେ ସମସ୍ତେ ଗୋଟେ ପରିବାର ହିସାବରେ ଆମେ କାମ କରିବୁ ଏବଂ ସମସ୍ତେ ମିଳିମିଶି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ କେମିତି ପହଞ୍ଚିବୁ ସେ ରହିବ ଆମମାନଙ୍କର ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ। ପୁଣି ଥରେ ରଞ୍ଜନ ବାବୁ ଏବଂ ତାଙ୍କ ସାଥୀମାନଙ୍କୁ ମୁଁ ବିଜୁ ଜନତା ଦଳରେ ସ୍ୱାଗତ କରୁଛି ଏବଂ ଆଶା କରୁଛି ଆମେ ସମସ୍ତେ ମିଳିମିଶି ଏ କାର୍ଯ୍ୟ ଆଗେଇ ନେବା।